নমস্কার। ମୁଁ ଆଜି ପେହେଲଗାମରେ ସେଇ କାଶ୍ମୀରର ପେହେଲଗାମ ଭେରି ବିୟୁଟିଫୁଲ ମାନେ অলমোস্ট প্যারাডাইস না, কিন্তু এই জায়গার দিয়ে ওতে ভয়াবহ স্মৃতি আছে। এই ৪-৫ মাস তলে এপ্রিল মাসের সন্ত্রাসবাদী মানে আশিকিরি ২৬ জন ভারতীয় টুরিস্ট, নিরীহ টুরিস্ট মারি ଦେଇଥିଲେ। তো ଆଜି ମୁଁ ସେଇ ଜାଗାରେ ପୁଣି ଆସିଛି, କିନ୍ତୁ ମୋର ସେଇ କିଛି ପ୍ରଶ୍ନ ଅଛି ଭିତରେ যে যে সন্ত্রাসবাদী মানে মারিলে কাহাকু ধরা গলেনি, ସମସ୍ତେ ପଳେଇଲେ, এটা କେମିତି ସମ୍ଭବ? ମାନେ କୁଆଡେ ଗଲେ ସେମାନେ? ଦ୍ୱିତୀୟତଃ କାହାର ରେସ୍ପନ୍ସିବିଲିଟି ଥିଲା ପେହେଲଗାମରେ ସିକ୍ୟୁରିଟି ଯୋଗାଇବା ପାଇଁ? କିଛି ତ ଗୋଟେ ସିକ୍ୟୁରିଟି ଲ୍ୟାପ୍ସ ହେଇଥିଲା। ଯେତେବେଳେ ସନ୍ତ୍ରାସବାଦୀ ଆସି ମାରୁଥିଲେ ଆମର ସିକ୍ୟୁରିଟି ନଥିଲା, ତାହେଲେ କ'ଣ ହେଇଥିଲା? କୋন ମନ୍ତ୍ରୀ, কোন আইএস অফিসার, কোন আইপিএস অফিসারର শাস্তি ହେଲା? ତାরপরে କିଛି ହେଇଛି କି? ହେଇନି। କାହିଁ ହେଲାନି? তৃতীয়ত পহেলগাম ঘটনা পরে পরে আমি পাকিস্তান সাଙ୍ଗରେ ଗୋଟେ ଯୁଦ୍ଧ ବି ହେଲା, ଅପରେସନ ସିନ୍ଧୁ। ତ ତାরপরে ପାକିସ୍ତାନର କ'ଣ ହେଲା? ପାକିସ୍ତାନର ଏବେ ବର୍ତ୍ତମାନ ପାକିସ୍ତାନ ହେଉଛି ଆମେରିକାର କ୍ଲୋଜ ଫ୍ରେଣ୍ଡ। ଆମେରିକାନ ପ୍ରେସିଡେଣ୍ଟ ଡୋନାଲ୍ଡ ଟ୍ରମ୍ପ ଆଉ ପାକିସ୍ତାନର ଆର୍ମି ଜେନେରାଲ ମୁନିର ତ ହ୍ୱାଇଟ୍ ହାଉସରେ ବସିକିରି ରେଗୁଲାରଲି ଲଞ୍ଚ ଆଉ ଡିନର ଖାଉଛନ୍ତି। ତାହେଲେ କ'ଣ ହେଲା ପାକିସ୍ତାନର? ଆଉ ଗୋଟେ ଛୋଟିଆ ପ୍ରଶ୍ନ ମୋର ଭିତରେ ଆସୁଛି। 3-4 ବର୍ଷ ତଳେ ଆମେ କହୁଥିଲୁ ଯେ ଚାଇନା ଆମର ଶତ୍ରୁ, ଏନିମି, ଚାଇନିଜ ପ୍ରଡକ୍ଟ ବୟକଟ କରେ। ମୁଁ ସମସ୍ତେ ଚାଇନିଜ ପ୍ରଡକ୍ଟ ବୟକଟ କରିଲୁ। ଏବେ ଆମକୁ କହୁଛି ଚାଇନା ଆମର ବନିଲ। ମୁଁ ଟିକେ କନଫ୍ୟୁଜ। ତ ଏଇ ପହେଲଗାମରେ ଆସିକିରି ବଢିଆ ଲାଗୁଛି। ଓଡ଼ିଶାରେ ବି ଏମିତି ସୁନ୍ଦର ଜାଗା ଅଛି, କୋରାପୁଟ, କିନ୍ତୁ ସୁଯୋଗ ମିଳିଲେ ପରେ କୋରାପୁଟ ଯିବେ, କାଶ୍ମୀର ବି ଆସିବେ, ପହେଲଗାମ ଆସିବେ, ସୋନମାର୍ଗ ଯିବେ, ବଢିଆ ବଢିଆ ଜାଗା। କିନ୍ତୁ ଏଇ ପ୍ରଶ୍ନଗୁଡ଼ାର ଉତ୍ତର ମୁଁ ଏବେ ବି ୱେଟ୍ କରୁଛି। কে দেবে এই ସବୁ ଉତ୍ତର? এই যে 26 জন ଭାରତୀୟ ଟୁରିଷ୍ଟ ମରିଗଲେ, ସେମାନେ ଏବେ ସୁଦ୍ଧା ନ୍ୟାୟ ପାଇଛନ୍ତି?